ସେଦିନ ସେମିତି ଗୋଟେ ପରିସ୍ଥିତି ସୃଷ୍ଟି ହେଇଥିଲା ବୋଲି ତମରି ମାନଙ୍କ କଥାରେ ମୋ ଭଉଣୀ କି ଚନ୍ଦ୍ର ସହିତ ବାହା ଦେଇଥିଲି। କେବଳ ତମରି ମାନଙ୍କ ଭରସାରେ। ମୁଁ କଣ ଜାଣିନଥିଲି ଚନ୍ଦ୍ରର ଗୋଟେ ଟଙ୍କା ରୋଜଗାର କରିବାର ସାମର୍ଥ୍ୟ ନାହିଁ। ସାଙ୍ଗ ଆମକୁ ଭୁଲ ବୁଝୁନରେ ଥରୁଟେ କଥା ମୋର ବୁଝିବାକୁ ଚେଷ୍ଟା କର। ଏ ସାଙ୍ଗ ମତେ ବୁଝିବାକୁ ଚେଷ୍ଟା କର ସାଙ୍ଗ। ଚନ୍ଦ୍ରକୁ ପୁଅ ଭଳି ଭଲ ପାଉ, ତାକୁ ଘରୁ ବାହାର କରିଦେଲୁ। ସେ ଯାଇ ଆଖଡ଼ା ଘର ନାଟ ମଣ୍ଡପରେ ଶୋଇବ, ଯୋଉଠି ବିଜୁଳି ଆଲୁଅ ନାହିଁ, ଝରକା କବାଟ ନାହିଁ। କେବଳ ପରିସ୍ଥିତିରେ ସାଙ୍ଗ, କେବଳ ପରିସ୍ଥିତି ଆଜି ମରୁଭୂମିର ଓଟ ସଜେଇବାକୁ ବାଧ୍ୟ କରିଛି। ମରୁଭୂମିର ଓଟ ଭଳି କଣ୍ଟା ଗଛ ଖାଇ ବଞ୍ଚିବାକୁ ପଡୁଛି, ନିଜ ଲହୁକୁ ନିଜେ ପିଇବାକୁ ପଡୁଛି। ଏ ସାଙ୍ଗ ତୁ କଣ ପଥର ହେଇଗଲୁ? କେମିତି ଶୋଉଛୁ ଏସବୁ? ଆରେ କେମିତି ନ କହିବି, ମଣିଷକୁ ଆଘାତ ଲାଗିଲେ, କଷ୍ଟ ଲାଗିଲେ ମଣିଷ କାନ୍ଦେ, ତା ଆଖିରୁ ଲୁହ ଗରେ। ହେଲେ ତାଠାରୁ ଜୀବନରେ ବଡ କଷ୍ଟ କଣ ଜାଣିଛୁ ସାଙ୍ଗ? ଆଖିର ଲୁହକୁ ପରଦା ପଛପଟରୁ ହଟେଇ ଦେଇ କାନ୍ଦିବା। ମତେ ଦେଖୁଛୁ ନିର୍ବାକ ନିଶ୍ଚଳ ହେଇଯାଇଛି, ହେଲେ ମୋ ମନ ଭିତରେ ମୁଁ ଯେ କେତେ କଷ୍ଟ ପାଉଛି, କେତେ ଯନ୍ତ୍ରଣା ପାଉଛି, ସେ କଥା କେବଳ ମୁଁ ଜାଣିଛି ସାଙ୍ଗ, ମୁଁ ଜାଣିଛି। ମୁଁ ଜାଣିଛି ଲୋକମାନେ ଆମକୁ ଖରାପ ଭାବିବେ, ନିନ୍ଦା କରିବେ, କହିବେ ହୁଣ୍ଡା ଭାଇଟାକୁ ବାହା କରିଦେଇ ଘରୁ ବାହାର କରିଦେଲେ। ଆରେ କିଏ କଣ କହିବ ସେଇଟା ପଛ କଥା। ହେଲେ ସେ ଚନ୍ଦ୍ରଟା ଯେମିତି କାନ୍ଦି କାନ୍ଦି ଯାଉଛି, ଯିଏ ଦେଖିବ ଛାତି ପାଟିଯିବ। କାନ୍ଦୁ ସିଏ, କେବଳ କାନ୍ଦିଲେ ଜାଣିବ ସେ ଜୀବନ କଣ, ଆଖିରୁ ଲୁହ ଗଡେଇଲେ ଜାଣିବ ଜୀବନର ସଂଘର୍ଷ କଣ। କାନ୍ଦୁ ସିଏ। ମୁଁ ଜାଣେ ତମେ ଆମକୁ ଖରାପ ଭାବୁଥିବ, ହେଲେ ସେ ଘରୁ ଚାଲି ଯାଇଛନ୍ତି, ଭଲ ହେଇଛି। ନହେଲେ ଆମ ପାଖରେ ରହିଥିଲେ ସେ କିଛି ବି କରିନଥାନ୍ତେ। ସେଇ କଥାରେ ତମେ କଣ ତାକୁ ଘରେ ବୁଝେଇ ଦେଇ ପାରିନଥାନ୍ତ? ବୁଝେଇଥିଲେ କଣ ହେଇଥାନ୍ତା? ସେ କହିଥାନ୍ତେ ଭାଇ ଅଛି ତ, ମୋ ପାଖରେ ସବୁ କିଛି ଅଛି। ସତ କଥାଟା କହିଦେଇଥାନ୍ତ। ଆରେ କୋଉ ସତ କଥାରେ ସାଙ୍ଗ? ମତେ ହେଇଥିବା ରୋଗ କଥା, କ୍ୟାନ୍ସର ରୋଗରେ ପଡେ ତୁ ମୃତ୍ୟୁ ସହିତ ଲଢେଇ କରୁଛୁ, ସେଇ କଥା। ଏଇ କଥା ଯଦି କହିପାରିଥାନ୍ତା ତାହେଲେ ମୁଁ ଆଜି ପର୍ଯ୍ୟନ୍ତ ନୀରବ କାହିଁ ରହିଥାନ୍ତି ସାଙ୍ଗ। ମୁଁ କଣ ଜାଣିନି ସାଙ୍ଗ, ଏ ଛାତି ଭିତରେ ଘଟିଥିବା ଯନ୍ତ୍ରଣାକୁ ମୁଁ ଚନ୍ଦ୍ର ଆଗରେ କହିଥିଲି ମତେ କଷ୍ଟ ଯନ୍ତ୍ରଣାଟା ହାଲକା ହେଇଯିବ ବୋଲି। ହେଲେ କେମିତି ମୁଁ କହିପାରିବି ସାଙ୍ଗ ଯେ ଚନ୍ଦ୍ରରେ ମତେ ଏମିତି ଗୋଟେ ରୋଗ ହେଇଛି, ଡାକ୍ତର କହିଛନ୍ତି ଦିନ କଇଟା ଭିତରେ ମରିଯିବି, କାହିଁକି ମୁଁ ଗୋଟେ କ୍ୟାନ୍ସର ପେସେଣ୍ଟ। କାହିଁକି କଥାଟା ଲୁଚେଇ ରଖିଛୁ? ସେ କାରଣଟା ମୋର ଜାଣିବା ଦରକାର। ଥାଉ ଥାଉ, ତମେ ଜାଣିଲେ ବହୁତ କଷ୍ଟ ପାଇବ। କାଇଁ ଭାବୁଛ ମୁଁ ଏତେ ଦୁର୍ବଳ ହୁନା ନୁହଁ? ସେମିତି ହେଇଥିଲେ ସମସ୍ତେ ଚାଲିଗଲା ପରେ ମୁଁ ବଞ୍ଚି ନଥାନ୍ତି। ମୋର ସେ କାରଣଟା ଜାଣିବା ଦରକାର। ଜାଣିବାକୁ ଚାହୁଁଛୁ ସାଙ୍ଗ? ତାହେଲେ ଶୁଣ। ପିଲାଦିନେ ଚନ୍ଦ୍ର ଦୋଳିରୁ ପଡି ତା ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା, ଯୋଉଥିପାଇଁ ତାର 8 ଦିନ ପର୍ଯ୍ୟନ୍ତ ସେନ୍ସ ଆସିନଥିଲା। ଡାକ୍ତରଙ୍କର ଅନେକ ଚେଷ୍ଟା, ବାବା ଭୋଳାନାଥଙ୍କର ଅପାର କରୁଣାରୁ ତାର ସେନ୍ସ ଫେରିଲା ସତ, ହେଲେ ସେ ଜଖମଟା ତା ମୁଣ୍ଡ ଭିତରେ ରହିଗଲା। ଯଦି କୌଣସି ଅଚାନକ କଥା ଶୁଣେ ଚନ୍ଦ୍ର ସେନ୍ସଲେସ୍ ହେଇଯାଏ। ତୁ ଏ ତ ବିଶ୍ୱାସ କରିବୁ ନ କରିବୁ ସାଙ୍ଗ ମୁଁ ଜାଣିନି। ଶେଷଥର ପାଇଁ ଯେତେବେଳେ ଡାକ୍ତରଙ୍କ ପାଖକୁ ନେଲି, ଡାକ୍ତର କହିଲେ ଏଇ ଘଟଣା ହୁଏତ ତା ଜୀବନ ଦିନେ ନେଇଯାଇପାରେ। ଆଜି ତୁ କହ ସାଙ୍ଗ, କେମିତି ତାକୁ ଖୋଲିକିରି କହିପାରିଥାନ୍ତି ଚନ୍ଦ୍ରରେ ମତେ ଏମିତି ଗୋଟାଏ ରୋଗ ହେଇଛି, ମୁଁ ଦିନ କେଇଟା ଭିତରେ ମରିଯିବି, ଯେତେବେଳେ ସେ ତା ଜୀବନ ଠାରୁ ମତେ ଅଧିକ ଭଲ ପାଏ। ତୁ କହ ସାଙ୍ଗ, ମୁଁ କଣ କହିପାରିଥାନ୍ତି? ଆରେ ସାଙ୍ଗ ବା, ମୁଁ ଜାଣିଥିଲି ତୁ କେବଳ ପୌରାଣିକ ନାଟକରେ ହରିଶ୍ଚନ୍ଦ୍ର ଭୂମିକାରେ ଭଲ ଅଭିନୟ କରିପାରୁ, ହେଲେ ତୁ ତ କଳିଯୁଗର ହରିଶ୍ଚନ୍ଦ୍ର, ଯିଏକି ନିଜର ସବୁ କିଛି ଦାନ କରି ସାରିଲା ପରେ ବି କାହା ମନରେ ଦୁଃଖ ନ ଦେବା ପାଇଁ ନିଜ ମୃତ୍ୟୁକୁ ବି ଦାନ ଦେଇପାରୁ। ବାରେ ଏ ଯୁଗର ହରିଶ୍ଚନ୍ଦ୍ର। হরিশ্চন্দ্র হরিশ্চন্দ্র